ଚାଲନ୍ତୁ ଆଜି ପ୍ରସ୍ତୁତ କରିବା ବାର୍ଡ଼ ନେଷ୍ଟ। ସେଥିପାଇଁ ଦେଖନ୍ତୁ ମୁଁ ପ୍ରଥମେ କିଛି ଆଳୁକୁ ସିଝେଇ ନେଇଯାଇଛି। ତା ଦେହରେ ଅଳ୍ପ କଟା ପିଆଜ, କଞ୍ଚା ଲଙ୍କା, ଧନିଆ ପତ୍ର ଆଡ଼୍ କରିନେଇଛି। ତା ଦେହରେ 1 ଚାମଚ ଜିରା ଗୁଣ୍ଡ, 1 ଚାମଚ ଧନିଆ ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ, 1 ଚାମଚ ଆମଚୁର ମସଲା ଆଉ କିଛି ଲଙ୍କା ଗୁଣ୍ଡ ସ୍ୱାଦ ଅନୁସାରେ ଆପଣ ନେଇପାରିବେ। ନେଇକି ଆପଣଙ୍କୁ ଯଦି ଦରକାର ତାକୁ ଭଲସେ ମ୍ୟାସ୍ କରି ନିଅନ୍ତୁ। ମ୍ୟାସ୍ କରିକି ଆପଣ ଟିକେ ସାଇଡ଼୍ରେ ରଖିନିଅନ୍ତୁ। ଦେନ୍ ଦେଖନ୍ତୁ ମୁଁ ହେଉଛି ପନିର ନେଇଛି ଆଉ ତା ଦେହରେ 1 ଚାମଚ କର୍ଣ୍ଣଫ୍ଲାୱାର ଆଉ ସ୍ୱାଦ ଅନୁସାରେ ଲୁଣ ମୁଁ ଆଡ଼୍ କରି ନେଇଛି। ଆଡ଼୍ କରିସାରିଲା ପରେ ତାକୁ ଆପଣ ଭଲ ଭାବରେ ମ୍ୟାସ୍ କରି ନିଅନ୍ତୁ, ଯେମିତି କୌଣସି ବି ଲମ୍ପସ୍ ରହିବନି, ଭଲସେ ମ୍ୟାସ୍ ହେଇଯାଇଥିବ। ଦେନ୍ ତାକୁ ଆପଣ ଗୋଟେ ରସଗୋଲା ଭଳିଆ ସେପ୍ ଦେଇଦିଅନ୍ତୁ। ଏମିତି ଗୋଲ 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 ଯେମିତି ରସଗୋଲା ହୁଏ ଏମିତି ସବୁ ଜାଗାକୁ ଆପଣ ଏମିତି ଗୋଲ ଗୋଲ ସେପ୍ ଦେଇଦିଅନ୍ତୁ। ସେପ୍ ଦେଇସାରିକି ଆପଣ ତାକୁ ଏମିତି ରଖିଦିଅନ୍ତୁ। ରଖିସାରିଲା ପରେ ଦେଖନ୍ତୁ ଦେନ୍ ମୁଁ ଗୋଟେ ଗିନାରେ 2 ଚାମଚ କର୍ଣ୍ଣଫ୍ଲାୱାର ଆଉ 2 ଚାମଚ ମଇଦା ମୁଁ ଆଡ଼୍ କରି ନେଇଛି। ଆଡ଼୍ କରିସାରିଲା ପରେ ମୁଁ ତା ଦେହରେ ଅଳ୍ପ ଅଳ୍ପ ପାଣି ଦେଇକି ତାକୁ ମିକ୍ସ କରୁଛି। ଦେଖନ୍ତୁ ତାକୁ ଅଳ୍ପ ଅଳ୍ପ ପାଣି ଦେଇକି ମିକ୍ସ କରିବୁ, ଯେମିତି କୌଣସି ଲମ୍ପସ୍ ରହିବନି। ବ୍ୟାଟର୍ଟା ବେଶୀ ପତଳା ହେବନି କି ବେଶୀ ଥିକ୍ ହେବନି, କିନ୍ତୁ ଆପଣ ଦେଖନ୍ତୁ ଏମିତି ହେଇକି ରହିବ ବ୍ୟାଟର୍ଟା। ଯେମିତି ଦେଖନ୍ତୁ ମୁଁ ଏଠି ଆଳୁ ଗୁଡ଼ାକୁ ନେଇକି ଏମିତି କଟୋରୀ ଭଳିଆ ସେପ୍ ଦେଉଛି, ଯେମିତି ଆପଣ ଗିନା ଥାଏ ସେମିତି ସେପ୍ ଦେଇଦିଅନ୍ତୁ। ସେପ୍ ଦେଇସାରିଲା ପରେ ଆକୁ ସେମିତି ଏ ଯେଉଁ ବ୍ୟାଟର୍ ହେଇଛି ତା ଦେହରେ ଡିପ୍ କରିନିଅନ୍ତୁ, ଯେମିତି ବ୍ୟାଟର୍ଟା ଚାରିଆଡ଼େ ଭଲସେ ଲାଗିବ ସେମିତି ପୁରା ଡିପ୍ କରିନିଅନ୍ତୁ। ଦେନ୍ ଆପଣଙ୍କର ଯେଉଁ ଘରେ ଥିବା ନର୍ମାଲି ସିମା ଯେଉଁଟା ଆମର ଉପମା ହୁଏ ସେଇ ସିମାଟାକୁ ଆପଣ ତାକୁ ଚାରିଆଡ଼େ କୋଟିଂ ଦେଇଦିଅନ୍ତୁ। କୋଟିଂ ଦେଇସାରିଲା ପରେ ଦେଖନ୍ତୁ ଏଠି ତେଲକୁ ମିଡ଼ିୟମ୍ ଫ୍ଲେମ୍ କରିକି ତା ଦେହରେ ମୁଁ ସେ ଯେଉଁ ଛେନା ମାନେ ପନିରରେ ଯେଉଁ ବଲ୍ କରିଥିଲି ତାକୁ ସବୁ ଛାଣି ନେଇଛି। ଛାଣି ସାରିଲା ପରେ ସେ ଯେଉଁ କଟୋରୀ ଭଳିଆ ଆମେ କରିଥିଲେ ତାକୁ ମଧ୍ୟ ଆମେ ଛାଣିଦେବା। ସବୁଯାକ ମିଡ଼ିୟମ୍ ଫ୍ଲେମ୍ରେ ଛାଣନ୍ତୁ, ଯେମିତି ଭିତରଟା ଟିକେ ଆଉ କଞ୍ଚା ରହିବନି। ଛାଣି ସାରିଲା ପରେ ଏମିତି ଦେଖନ୍ତୁ ଲାଇଟ୍ ବ୍ରାଉନ୍ କଲର୍ ହେଲା ପରେ ଆପଣ ତାକୁ କାଢ଼ି ନିଅନ୍ତୁ। କାଢ଼ି ସାରିଲା ପରେ ଦେଖନ୍ତୁ ମୁଁ ଏଠି ନର୍ମାଲି ଆମର ଚିଲି ଆଉ ଟମାଟୋ ସସ୍ ଆସେ, ମୁଁ ତାକୁ ଏକା ଦେଇଛି। ଚିଲି ସସ୍ ଆଉ ଉପରେ ଟିକେ ଟମାଟୋ ସସ୍ ଆପଣ ଦେଇଦିଅନ୍ତୁ। ଦେଇସାରିଲା ପରେ ଆପଣ ଯେଉଁ ପନିର ବଲ୍ କରିଥିଲେ ତାକୁ ଏମିତି ରଖିଦିଅନ୍ତୁ। ମୁଁ କିଛି ଧନିଆ ପତ୍ର ଗୋଟେ ଗାର୍ନିଶ୍ କରିଛି, ଯେମିତି ଏଟା ଟିକେ ସୁନ୍ଦର ଦେଖାଯିବ। ଦେଖନ୍ତୁ ଆପଣ ମଧ୍ୟ ଏମିତି ତିଆରି କରିପାରିବେ ବାର୍ଡ଼ ନେଷ୍ଟ।